ଜୟ ଜଗନ୍ନାଥ। ଶ୍ରୀମଦ୍ ଭଗବଦ୍ ଗୀତାର ପ୍ରଥମ ଅଧ୍ୟାୟର 11ତମ ଶ୍ଲୋକର ସମ୍ପୂର୍ଣ୍ଣ ଅର୍ଥ। ଶ୍ଲୋକ ଅନୟେଷୁ ଚ ସର୍ବେଷୁ ଯଥାଭାଗମବସ୍ଥିତାଃ ଭୀଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ବ ଏବ ହି। ଅର୍ଥାତ୍ ତେଣୁ ସକଳ ବ୍ୟୁହଦ୍ୱାରରେ ନିଜ ନିଜ ସ୍ଥାନରେ ରହି ଆପଣମାନେ ସମସ୍ତେ ନିଶ୍ଚିତ ଭାବରେ ଭୀଷ୍ମ ପିତାମହଙ୍କୁ ହିଁ ସକଳ ଦିଗରୁ ରକ୍ଷା କରନ୍ତୁ। ପ୍ରଶ୍ନ, ଏହି ଶ୍ଲୋକର ତାତ୍ପର୍ଯ୍ୟ କ'ଣ? ଉତ୍ତର, ପିତାମହ ଭୀଷ୍ମ ନିଜକୁ ରକ୍ଷା କରିବାକୁ ସର୍ବଥା ସମର୍ଥ ବୋଲି ଦୁର୍ଯ୍ୟୋଧନ ଜାଣିଥିଲେ। କିନ୍ତୁ ଭୀଷ୍ମ ପ୍ରଥମରୁ କହିଦେଇଥିଲେ ଦ୍ରୁପଦ ପୁତ୍ର ଶ୍ରୀଖଣ୍ଡୀ ପ୍ରଥମେ ସ୍ତ୍ରୀ ଥିଲା, ପରେ ପୁରୁଷ ହୋଇଛି। ସ୍ତ୍ରୀ ରୂପରେ ଜନ୍ମ ହୋଇଥିବାରୁ ମୁଁ ତାକୁ ସ୍ତ୍ରୀ ବୋଲି ମାନେ। ସ୍ତ୍ରୀ ଜାତି ଉପରେ ବୀର ପୁରୁଷମାନେ ଶସ୍ତ୍ର ପ୍ରୟୋଗ କରନ୍ତି ନାହିଁ। ତେଣୁ ସେ ମୋ ଆଗକୁ ଆସିଗଲେ ମୁଁ ତା ଉପରେ ଶସ୍ତ୍ର ପ୍ରୟୋଗ କରିବି ନାହିଁ। ତେଣୁ ସମସ୍ତ ସେନା ଏକତ୍ର ହୋଇଯିବା ପରେ ଦୁର୍ଯ୍ୟୋଧନ ସମସ୍ତ ଯୋଦ୍ଧାଙ୍କ ସହିତ ଦୁଃଶାସନକୁ ପ୍ରଥମରୁ ହିଁ ସାବଧାନ କରି ବିସ୍ତାରିତ ଭାବରେ ଏହି କଥା ବୁଝାଇ ଦେଇଥିଲେ। ଏଠାରେ ମଧ୍ୟ ସେହି ଭୟର ଆଶଙ୍କା କରି ଦୁର୍ଯ୍ୟୋଧନ ନିଜ ପକ୍ଷର ସମସ୍ତ ପ୍ରଧାନ ମହାରଥୀମାନଙ୍କୁ ଅନୁରୋଧ କରିଛନ୍ତି, ଆପଣମାନେ ଯେ ଯେଉଁ ବ୍ୟୁହଦ୍ୱାରରେ ସୈନ୍ୟଦଳ ନେଇ ନିଯୁକ୍ତ ଅଛନ୍ତି, ସେଠାରେ ଦୃଢ଼ ହୋଇ ଏବଂ ଅତ୍ୟନ୍ତ ସାବଧାନ ହୋଇ ରହନ୍ତୁ, ଯେପରିକି କୌଣସି ବି ବ୍ୟୁହଦ୍ୱାର ଦେଇ ଶ୍ରୀଖଣ୍ଡୀ ଆମ ସେନା ମଧ୍ୟରେ ପ୍ରବେଶ କରି ଭୀଷ୍ମ ପିତାମହଙ୍କ ସମ୍ମୁଖରେ ପହଞ୍ଚି ପାରିବ ନାହିଁ। ସମ୍ମୁଖରେ ପଡ଼ିଲେ ହିଁ ତାକୁ ମାରି ବାହାର କରିଦେବାକୁ ସମସ୍ତ ମହାରଥୀ ପ୍ରସ୍ତୁତ ହୋଇ ରୁହନ୍ତୁ। ଯଦି ଆପଣମାନେ ଶ୍ରୀଖଣ୍ଡୀଠାରୁ ଭୀଷ୍ମ ପିତାମହଙ୍କୁ ରକ୍ଷା କରିପାରିବେ, ତେବେ ଆମର କୌଣସି ପ୍ରକାର ଭୟ ନାହିଁ। ଅନ୍ୟାନ୍ୟ ମହାରଥୀମାନଙ୍କୁ ପରାଜିତ କରିବା ଭୀଷ୍ମ ପିତାମହଙ୍କ ପକ୍ଷରେ ଅତି ସହଜ ସମ୍ବନ୍ଧ। ଦୁର୍ଯ୍ୟୋଧନଙ୍କ ଦ୍ୱାରା ନିଜ ପକ୍ଷର ମହାରଥୀମାନଙ୍କୁ ବିଶେଷତଃ ପିତାମହ ଭୀଷ୍ମଙ୍କୁ ପ୍ରଶଂସା କରାଯିବାର ବର୍ଣ୍ଣନା ଶୁଣାଇବା ପରେ ସଞ୍ଜୟ ତାହାର ପରବର୍ତ୍ତୀ ଘଟଣା ବର୍ଣ୍ଣନା କରୁଛନ୍ତି। ମନ୍ତ୍ର ତସ୍ୟ ସଞ୍ଜନୟନ୍ ହର୍ଷଂ କୁରୁ ବୃଦ୍ଧଃ ପିତାମହଃ ସିଂହନାଦଂ ବିନଦ୍ୟୋଚ୍ଚୈ ଶଙ୍ଖଂ ଦଧ୍ମୌ ପ୍ରତାପବାନ୍। ଅର୍ଥାତ୍ କୁରୁବୃଦ୍ଧ ମହାପ୍ରତାପୀ ପିତାମହ ଭୀଷ୍ମ ଦୁର୍ଯ୍ୟୋଧନଙ୍କ ହୃଦୟରେ ହର୍ଷ ଉତ୍ପନ୍ନ କରାଇ ଉଚ୍ଚସ୍ୱରରେ ସିଂହନାଦ ପରି ଗର୍ଜନ କରି ଶଙ୍ଖ ବଜାଇଲେ। ପ୍ରଶ୍ନ, ଏହି ଶ୍ଲୋକର ଅର୍ଥ କ'ଣ? ଉତ୍ତର, ଭୀଷ୍ମ ପିତାମହ କୁରୁକୁଳରେ ବାଲ୍ମୀକଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କଠାରୁ ବୟସ୍କ ଥିଲେ। କୌରବ ଓ ପାଣ୍ଡବଙ୍କ ସହିତ ତାଙ୍କର ଏକାପରି ସମ୍ବନ୍ଧ ଥିଲା ଏବଂ ପିତାମହ ରୂପରେ ସେ ଉଭୟଙ୍କର ପୂଜ୍ୟ ଥିଲେ। ତେଣୁ ସଞ୍ଜୟ ତାହାଙ୍କୁ କୌରବମାନଙ୍କ ମଧ୍ୟରେ ବୃଦ୍ଧ ଓ ପିତାମହ ବୋଲି କହିଛନ୍ତି। ବୟସରେ ଅତ୍ୟନ୍ତ ବୃଦ୍ଧ ହେଲେ ମଧ୍ୟ ତେଜ, ବଳ, ପରାକ୍ରମ, ବୀରତ୍ୱ ଏବଂ କ୍ଷମତାରେ ବଛା ବଛା ବୀର ଯୁବକମାନଙ୍କଠାରୁ ବି ସେ ଶ୍ରେଷ୍ଠତର ଥିଲେ। ତେଣୁ ତାଙ୍କୁ ପ୍ରତାପବାନ୍ କୁହାଯାଇଛି। ଏପରି ପିତାମହ ଭୀଷ୍ମ ଯେତେବେଳେ ଦ୍ରୋଣାଚାର୍ଯ୍ୟଙ୍କ ନିକଟରେ ଠିଆ ହୋଇଥିବା ଦୁର୍ଯ୍ୟୋଧନଙ୍କୁ ପାଣ୍ଡବ ସେନାକୁ ଚାହିଁ ଚକିତ ଓ ଚିନ୍ତିତ ଥିବାର ଦେଖିଲେ ଏବଂ ତା ସହିତ ଏହା ବି ଦେଖିଲେ ଯେ ନିଜ ଚିନ୍ତାକୁ ଲୁଚାଇ ସେ ଯୋଦ୍ଧାମାନଙ୍କର ଉତ୍ସାହ ବର୍ଦ୍ଧନ ପାଇଁ ସେମାନଙ୍କୁ ପ୍ରଶଂସା କରୁଛନ୍ତି ଓ ତାଙ୍କୁ ରକ୍ଷା କରିବାକୁ ଦ୍ରୋଣାଚାର୍ଯ୍ୟ ଆଦି ମହାରଥୀମାନଙ୍କୁ ଅନୁରୋଧ କରୁଛନ୍ତି, ସେତେବେଳେ ନିଜର ପ୍ରଭାବ ଦେଖାଇ ସେମାନଙ୍କୁ ପ୍ରସନ୍ନ କରିବା ନିମନ୍ତେ ତଥା ପ୍ରଧାନ ସେନାପତି ରୂପରେ ସମସ୍ତ ସେନା ମଧ୍ୟରେ ଯୁଦ୍ଧାରମ୍ଭର ଘୋଷଣା କରିବା ନିମନ୍ତେ ଭୀଷ୍ମ ସିଂହନାଦ ପରି ଉଚ୍ଚସ୍ୱରରେ ଗର୍ଜନ କରି ଶଙ୍ଖ ବଜାଇଲେ। ଜୟ ଜଗନ୍ନାଥ।